ସୁଯୋଗ ପାଇଛନ୍ତି, ଅବଗତ ହେଇଛନ୍ତି। ଏ ସୁଯୋଗ ଆମକୁ ଦେଇଛନ୍ତି ଆମ ସମସ୍ତଙ୍କର ଆପଣାର ଇଷ୍ଟ ପ୍ରାଣ ଯିଏକି ଜଳଧର ଭାଇ ତାଙ୍କର ପରିବାର ଉଦ୍ଦେଶ୍ୟ ମଧ୍ୟ ଅବଗତ। ତାଙ୍କର କନିଷ୍ଠ ପୁତ୍ର ସୋନୁ ଭାଇର ବିବାହ ଉତ୍ସବ, এই ଉଦ୍ଦେଶ୍ୟରେ ପୁରୁଷୋତ୍ତମଙ୍କର ଗୁଣ କୀର୍ତ୍ତନ କରିବାର ଏଇ ମୁକ୍ତି ତୀର୍ଥ ସତ୍ସଙ୍ଗରେ ଆମେ ସୁଯୋଗ ପାଇଛନ୍ତି। ସର୍ବାଦୌ ସେ ନବ ଦମ୍ପତିଙ୍କର ସୁସ୍ଥ ସୁଦୀର୍ଘ ନିରୋଗ ନିରାମୟ ଇଷ୍ଟିପୋ ଜୀବନ ପ୍ରଭୁଙ୍କ ଶ୍ରୀଚରଣରେ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ଏ ପରିବାର ପରିବେଶ এই গ্রামর সার্বিক মঙ্গল প্রভুଙ୍କ শ্রীচরণে প্রার্থনা করে। অনেক দিন তলে মোর ভেট হয়েছিল যে জগদীশ দাস হোম হসপিটালে হসপিটাল যাইছি দলান সହିତ যাও সে ঠাকুরঙ্কর ମୁଁ କେମିତି ଜାଣିବି ସେ ଠାକୁରଙ୍କର ଜଣେ କରିମ ବୋଲିକି ଯାଉ ସେ ପ୍ରଭୁଙ୍କ ଦୟାରୁ ସେଠି ସାକ୍ଷାତ ହୁଏ, ପରିଚୟ ମିଳେ। ତାପରେ ଆମର ଯେ ବନବିହାରୀ ମିଶ୍ର ସତ୍ସଙ୍ଗର ସହପ୍ରତିନିଧି ତାଙ୍କ ସହିତ ସେ ମୋର ଯୋଗାଯୋଗ କରିଦିଅନ୍ତି। ଯାହା ହଉ ମୁଁ ବି ତାଙ୍କର ଆଜି ସାକ୍ଷାତ ପାଇଛି, ତାଙ୍କ ସଙ୍ଗରେ ମିଶିବାର ପାଇଛି, ବହୁତ ଆନନ୍ଦ ଲାଗୁଛି। ଶଙ୍କର ଭଗବାନ ଶିବ ସେଦିନ ମା ପାର୍ବତୀଙ୍କ ସଙ୍ଗରେ ଯାଉଛନ୍ତି। ହଠାତ୍ ଭଗବାନ ଶିବ ସଡନ ବ୍ରେକ୍ ମାରିଲେ, ବୃଷଭ ପୃଷ୍ଠରେ ବସନ୍ତି ଏବଂ ସଙ୍ଗେ ସଙ୍ଗେ ଓହ୍ଲେଇ ପଡ଼ିଲେ ବୃଷଭ ପୃଷ୍ଠରୁ। ମା ପାର୍ବତୀକୁ ଓହ୍ଲେଇ ପଡ଼ିଲେ। ପାର୍ବତୀ ଦେଖୁଛନ୍ତି ଶଙ୍କର ମହାରାଜ ଓହ୍ଲେଇ ପଡ଼ିଲେ, ଆଉ ସେଇ ସ୍ଥାନର ମାଟି ଗୁଡ଼ି ଧୂଳି ମଥାର ବୋଳି ହଉଛନ୍ତି। ପୁଣି ସେଇ ସ୍ଥାନରେ ମୁଣ୍ଡ ଲଗେଇକି ବାର ବାର ପ୍ରଣାମ କରୁଛନ୍ତି। ମା ପାର୍ବତୀ ଚିନ୍ତା କଲେ ଏଙ୍କୁ ତ ଏଇ ଜଗତ କହେ ପାଗଳା, ଇଏ ଜଗତ କହେ ଅଗଳା, ଆରେ ପୁଣି ପୁଣି ପାଗଳା ବାହାରିଲା କି ବାଟରେ। ହାତ ଯୋଡ଼ିଦେଲେ ମା ପାର୍ବତୀ, କହିଲେ ପ୍ରଭୁ କଣ ଏମିତି ହଠାତ୍ ଆପଣ ଓହ୍ଲେଇ ପଡ଼ିଲେ, ଆଉ ଏ ଭୂମିକି ବାର ବାର ମୁଣ୍ଡିଆ ମାରୁଛନ୍ତି, ଆଉ ସେଇ ଭୂମିରୁ ସ୍ଥାନରୁ ମାଟି ଗୁଡ଼ି ଧୂଳି ଆଣିକି ମଥାରେ ବୋଳି ହଉଛନ୍ତି। ଦୟାକରି ଆପଣ କୁହନ୍ତୁ। ବିଶ୍ୱର ମୂଳ କାରଣକୁ ଜାଣିବାଟା ହଉଛି ଜ୍ଞାନ। ଶଙ୍କର ଭଗବାନ ଶିବ କହିଲେ ସେଦିନ ପାର୍ବତୀକୁ, ହେ ପାର୍ବତୀ, ଏଇ ସ୍ଥାନରେ ଦିନେ ସତ୍ସଙ୍ଗ ହେଇଥିଲା, ପୁରୁଷୋତ୍ତମଙ୍କର ଗୁଣ କୀର୍ତ୍ତନ ହେଇଥିଲା। ତେଣୁ ଏ ସ୍ଥାନ, ଏ ପରିବେଶ, ଏ ମାଟି ଗୁଡ଼ି ଧୂଳି ପବନ ଏତେ ପବିତ୍ର, ତେଣୁ ସେଇ ଭୂମିକି ମୁଁ ମୁଣ୍ଡ ଲଗେଇ ପ୍ରଣାମ କରିବା ସଙ୍ଗେ ସଙ୍ଗେ ସେ ସ୍ଥାନର ମାଟି ଗୁଡ଼ି ଧୂଳି ପବନକୁ ଆଣିକି ମଥାରେ ବୋଳି ହଉଛି। ଯୋଉଟା ଗୋସ୍ୱାମୀ ତୁଳସୀ ଦାସ କହିଲେ, ବିନୁ ସତ ସଙ୍ଗ ବିବେକ ନ ହୋଇ ଗୁରୁ କୃପା ବିନୁ ସଲ ଭଲ ସୋଇ ସତ ସଙ୍ଗତି ସୁର ମଙ୍ଗଳ ମୂলা গুরু কৃপা বিনু সল ভাল সোলা বিনু সৎসঙ্গ বিবেক নহই। ମଣିଷର ଯେତେ ଗୁଣ ଥାଉ, ଜ୍ଞାନ ଥାଉ, ଡିଗ୍ରୀ ଡିପ୍ଲୋମା ଥାଉ, ପଦ ପଦବୀ ଥାଉ, ମଣିଷ ପାଖରେ ଯେତେ ଧନ ଐଶ୍ୱର୍ଯ୍ୟ ବ୍ୟାଙ୍କ ବାଲାନ୍ସ ଥାଉ, ଗୋସ୍ୱାମୀ ତୁଳସୀ କହିଲେ ଯଦି ସେ ସତ୍ସଙ୍ଗ ଲାଭ କରିନାହିଁ ସେ ଜୀବନଟା ସମ୍ପୂର୍ଣ୍ଣ ବ୍ୟର୍ଥ। ଇନୁ ସତ୍ସଙ୍ଗ ବିବେକ ନ ହୋଇ, ଯୋଉ କଥାକୁ ସୁନ୍ଦର ଭାବରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଶ୍ରୀହସ୍ତରେ ଲେଖିଦେଲେ, ସଦ୍ଗୁରୁଙ୍କର ଶରଣାପନ୍ନ ହୁଅ, ସତ ନାମକୁ ମନନ କର, ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର। ମୁଁ ନିଶ୍ଚୟ କରି କହୁଛି ତୁମର ଉନ୍ନୟନ ପାଇଁ ଆଉ ତୁମକୁ ଭାବିବାକୁ ପଡିବ ନାହିଁ। ପୁଣି ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ଏ ସତ୍ସଙ୍ଗ ହଉଛି ଏକ ମୁକ୍ତି ତୀର୍ଥ। ଆଜି ଆମେ ପ୍ରତ୍ୟେକ ଏଇ ମୁକ୍ତି ତୀର୍ଥରେ ଅବଗାହନ କରିବାର
এই যে সুযোগ পাইছন্তি এক বিবাহ উৎসবরে, এটা কম কথা নୁହଁ। ଆଜିକାଲି ବିବାହ ଉତ୍ସବରେ ଯାହା ଯାହା ହଉଛି ଆପଣ ମାନେ ସବୁ ଦେଖୁଛନ୍ତି ନାଇଁ। 50 ବର୍ଷ ତଳେ ଗୋଟେ ଝିଅର ଲଗ୍ନ ଧରା ଶଙ୍ଖ ବାଜିଲା ପରେ ବାହାଘର ଦିନ ପର୍ଯ୍ୟନ୍ତ, ଲଗ୍ନ ଧରା ଶଙ୍ଖ ବାଜିଲା ପରେ ପୁଣି ବାହା ହେଇକି ଯିବା ପର୍ଯ୍ୟନ୍ତ ସେ ଝିଅଟା କାନ୍ଦୁଥିଲା, ଝିଅର ମା କାନ୍ଦୁଥିଲା, ଝିଅର ବାପା କାନ୍ଦୁଥିଲା, ଝିଅର ସାଙ୍ଗସାଥି ପଢା ପଡୋଶୀ ସମସ୍ତେ କାନ୍ଦୁଥିଲେ। ଲଗ୍ନ ଧରା ହେଇଗଲା, ଆଉ 10-12 ଦିନ ପରେ ଝିଅଟା ଆମର ବାହା ହେଇକି ଶାଶୁଘରକୁ ପଳେଇବ। ତେଣୁ ଗୋଟେ ବିଷାଦର ଛାୟା ଖେଳି ଯାଉଥିଲା ସମସ୍ତଙ୍କ ଆଖିରେ ଲୁହ। କିନ୍ତୁ ଆଜି ଗୋଟେ ଝିଅର ବିବାହର ଶଙ୍ଖ ବାଜିଲା ପରେ ଝିଅ କାନ୍ଦୁନି, ଝିଅର ମା କାନ୍ଦୁନି, ଝିଅର ବାପା କାନ୍ଦୁନି, କାନ୍ଦୁଛନ୍ତି ଛେଳି କୁକୁଡ଼ା ମାନେ। କଣ ଠିକ ନା ଭୁଲ? ଲଗ୍ନ ଧରା ଶଙ୍ଖ ବାଜିଲା ପରେ ଛେଳି କୁକୁଡ଼ା ମାନଙ୍କର କାନ୍ଦିବା ଆରମ୍ଭ ହେଇଯାଉଛି। ଆଜିର ସମାଜ, ଆଜିର ସମାଜ। କିନ୍ତୁ ଇନଭାଇଟେସନ କାର୍ଡରେ ଆମେ ଲେଖୁଛନ୍ତି ଓମ୍ ପ୍ରଜାପତୟେ ନମଃ, ଆଉ ପୁଣି ଗୋଟେ କଣ ଲେଖା ହଉଛି ଶୁଭ ପରିଣୟ। ଶୁଭର ଅର୍ଥ କଣ ଆମେ ଜାଣିଲେଣି? କିଛି ଜାଣୁନା। ଏଇ ଟିକେ ଟିକେ ମୁଁ ଆଜି ଜାଣିବା ପାଇଁ ସମର୍ଥ ହଉଛି ଏଇ ସତ୍ସଙ୍ଗକୁ ଆସିଲା ପରେ, ସଦ୍ଗୁରୁଙ୍କର ଶରଣାପନ୍ନ ହେଲା ପରେ ଆଜି ଟିକେ ଟିକେ ଜୀବନଚର୍ଯ୍ୟାର କଥା ମୁଁ ଜାଣିବା ପାଇଁ ପାଉଛି। ନହେଲେ ମୋ ଘରେ ବେଦ ପୋଥି ପୁରାଣର ବଦାଡ଼ି ବସିଛି, କାରଣ ମୋ ବାପା ଜଣେ ଜାଗିକ ବ୍ରାହ୍ମଣ, ପୋଥି ବଦାଡ଼ି ମରା ହେଇଛି, ପୁଞ୍ଜି ମରା ହେଇଛି। ତେବେ এই ଦୃଷ୍ଟିରୁ, ଏଇ ନ୍ୟାୟରୁ ସତ୍ସଙ୍ଗ ଏକାନ୍ତ ପରିହାର୍ଯ୍ୟ ଏ ଜୀବନ ପାଇଁ। ଆଉ এই যে বিবাহ উৎসবে এই যে সৎসঙ্গ আজ ଗୋଟେ ଉତ୍ସବୀୟ ପରିବେଶ ଭଳି ମତେ ଲାଗୁଛି। ଏଇଟା କମ କଥା ନୁହେଁ, ଏଇଟା ସମାଜରେ ଦେଖିବା ପାଇଁ ଏମିତି ବିରଳ। ତେଣୁ ଆମ ସମସ୍ତଙ୍କ ପାଇଁ ସତ୍ସଙ୍ଗ ଏକାନ୍ତ ପରିହାର୍ଯ୍ୟ। କାରଣ ଜଗନ୍ନାଥ ଦାସ ଭାଗବତରେ ଲେଖିଲେ ଆମେ ତ 12 ମାସରେ 13 ପର୍ବ କରନ୍ତି, ଯାଗ କରନ୍ତି, ଯଜ୍ଞ କରନ୍ତି, ବାର କରନ୍ତି, ବ୍ରତ କରନ୍ତି, କେତେ କଣ କରନ୍ତି। କଣ ପାଇଁ? ମଙ୍ଗଳ ପାଇଁ। ମୋର ମଙ୍ଗଳ, ମୋ ପିଲା ଛୁଆର ମଙ୍ଗଳ, ମୋ ପରିବାରର ମଙ୍ଗଳ। ପୁଣି ଏବେ ଗୋଟେ କଣ ବିଶ୍ୱ ଶାନ୍ତି ମହାଯଜ୍ଞ ହେଲାଣି, ସେଦିନ ଅଟକେଇ ଦେଲେ। କଣ ହେଲା? ଆଜ୍ଞା ଦିଅନ୍ତୁ, ରିସିପ୍ଟ କାଟନ୍ତୁ। ନା କଣ ପାଇଁ? ନା ବିଶ୍ୱ ଶାନ୍ତି ମହାଯଜ୍ଞ, ନବାନ୍ନ ପାରାୟଣ। ଆରେ 9 ଦିନ ଯଜ୍ଞ କଲେ ବିଶ୍ୱ ଶାନ୍ତି ହେଇଯିବ? ଆଜ୍ଞା 9 ଦିନ ଯଜ୍ଞ ତୁମେ ଏଠି କଲେ ତୁମ ଗାଁରେ, କି ବିଶ୍ୱର ଶାନ୍ତି ହେଇଯିବ? ଯଜ୍ଞର ଅର୍ଥ କଣ ଆମେ ଜାଣୁନା। ଆଜି ଗୋଟେ ପରିବାରରେ ଶାନ୍ତି ନାହିଁ, ମୁଁ ଯଜ୍ଞ କଲେ ବିଶ୍ୱ ଶାନ୍ତି ହେଇଯିବ? ଆଜି ଏଇଭଳି ଆମ ସମାଜର ଆମ ମାନଙ୍କର ଚଳନୀ ଚରିତ୍ର ଆଉ ଆଚରଣ। এইଥିପାଇଁ ଅତି ବଡ଼ି ଜଗନ୍ନାଥ ଦାସ ଭାଗବତରେ ଲେଖିଲେ, କହିଲେ ଜୀବ ସତ ସଙ୍ଗ ବିନୁ ଲଭିନ ପାରେ ମୋର ତନୁ, ଯେ ନିତ୍ୟ ସତ ସଙ୍ଗ କରେ সর্বতু সঙ্গ কর্মশাস্ত্র শ্রীমদ ওড়িয়া ভাগবত বলে এ জীব সতসঙ্গ বিনু সাধু সঙ্গ বিনু ভগবান কହୁଛନ୍ତି ଲଭି ନ ପାରେ ମୋର ତନୁ। ତେଣୁ ଈଶ୍ୱରଙ୍କୁ ପ୍ରାପ୍ତି ହେବାକୁ ହେଲେ ଆମ ପରମ ଶାସ୍ତ୍ର ଭାଗବତ କହନ୍ତି ଆମକୁ ସତ୍ସଙ୍ଗ ଲାଭ କରିବାକୁ ପଡିବ, ସାଧୁସଙ୍ଗ କରିବାକୁ ପଡିବ। এই ସତ୍ସଙ୍ଗ ସାଧୁସଙ୍ଗ କରିବା ଭିତର ଦେଇ ପୁଣି ଭାଗବତ କହେ କଣ ଲାଭ ମିଳେ? ନା ଯେ ନିତ୍ୟ ସତସଙ୍ଗ କରେ ସର୍ବ କୁସଙ୍ଗ ଦୋଷ ହରେ। ସତ୍ସଙ୍ଗକୁ ଗଲେ
ଆଉ ସତ୍ସଙ୍ଗ ଲାଭ କଲେ ବେନିଫିଟ କଣ ହବ ତାକୁ ସୁନ୍ଦର ଭାବରେ ଜଗନ୍ନାଥ ଲେଖିଲେ। କହିଲେ ସତ୍ସଙ୍ଗ ଲାଭ କଲେ ଆମର କୁଚଳନୀ କୁ ଆଚରଣ କୁ ଚିନ୍ତା କୁ ବ୍ୟବହାର ସୁରେ ପରିଣତ ହେଇଯାଏ। ତେଣୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଏକ ବିରାଟ ଇଚ୍ଛା ଥିଲା ପ୍ରତ୍ୟେକଟି ମଣିଷକୁ ଏକ ମିନି ଠାକୁରରେ ପରିଣତ କରିବା ପାଇଁ। ଏଥର ଠାକୁରଙ୍କର ଇଚ୍ଛା। ଏଇଥିପାଇଁ ସତ୍ସଙ୍ଗ, ଏଇଥିପାଇଁ ସେଇଥିପାଇଁ ତ ଆମେ ପ୍ରାର୍ଥନା କରନ୍ତି ସନ୍ଧ୍ୟା ସକାଳେ ଦିଉଳି ତାଙ୍କ ପାଖରେ କଣ ପ୍ରାର୍ଥନା କରନ୍ତି? ସାଧୁ ସଙ୍ଗ ମୋଇ ଦେହ ନିତ୍ୟ ପରମ ଗୁରୁ ଦାତା। ପ୍ରଭୁ ଆପଣ ଦୟାକରି ମତେ ପ୍ରତ୍ୟେକ ଦିନ ଏ ଯେ ସାଧୁ ସଙ୍ଗ ସତ୍ସଙ୍ଗ ଦିଅନ୍ତୁ। ଭାଗବତ କହିଲା ପରା, ଗୋସ୍ୱାମୀ ତୁଳସୀ କହିଲେ, ଭାଗବତ କହିଲେ ଦିନୁ ସତସଙ୍ଗ ବିବେକ ନ ହୁଏ। ତେଣୁ ଆମେ ତାଙ୍କ ପାଖରେ ପ୍ରାର୍ଥନା କରନ୍ତି ସାଧୁ ସଙ୍ଗ ମୋଇ ଦେହ ନିତ୍ୟ। ଦୟାକରି ସେ ଆଜି ଘୋର କଳିର ଭୈଷନ୍ତି ମୁହୂର୍ତ୍ତରେ ଏ ଧରା ଧୂଳିରେ ଅବତରଣ କରିଛନ୍ତି। ଆମରି ପଞ୍ଚ ମହାଜୀବନକୁ ଶୃଙ୍ଖଳିତ କରିବା ପାଇଁ। ଆଜି ବ୍ୟକ୍ତି ଜୀବନ ବିଧ୍ୱସ୍ତ, ଦାମ୍ପତ୍ୟ ଜୀବନ ବିଧ୍ୱସ୍ତ, ପରିବାରର ଅବସ୍ଥା ଆପଣ ମାନେ ଯାହା ଦେଖୁଛନ୍ତି, ସମାଜ ରାଷ୍ଟ୍ର କଥା କିଏ ପଚାରେ? এই পঞ্চ মহাজীবনକୁ ସୁନ୍ଦର ଆଉ ସୃଷ୍ଟ କରିବା ପାଇଁ ଏକ ଆଦର୍ଶ ଭାବରେ ଏକ ଆଦର୍ଶ ପରିବାରକୁ ନେଇ ଇଏ ବିଶ୍ୱ ଧୂଳିରେ ସେ ଧରାବତରଣ କରିଛନ୍ତି। ସେ ହେଉଛନ୍ତି ଆମର ଆରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର। ଅନୁକୂଳ ଚନ୍ଦ୍ର ତାଙ୍କ ନାମ କିଏ ଦେଲେ? ଆଜ୍ଞା ମା। ଆପଣ ମାନେ ସମସ୍ତ କହିବେ ଠାକୁରଙ୍କର ନାଁଟା ଅନୁକୂଳ ବୋଲିକି ତାଙ୍କ ମା ମନମୋହନ ଦେବୀ ଦେଇଥିଲେ। ଅବଶ୍ୟ ମୁଁ ନାଁ କହୁନି, ମା ଦେଇଥିଲେ। କିନ୍ତୁ ମାତା ମନମୋହିନୀ ଦେବୀ ସେ ଯେନ ଆଶୀର୍ବାଦ ସୂଚକ ତାଙ୍କ ପୁଅର ନାଁଟା ଅନୁକୂଳ ରଖିଥିଲେ ଠାକୁର ଜନ୍ମ ହେଇସାରିଲା ପରେ। ଆମେ ଏଠି ଯେତେ ଅଛନ୍ତି ଆମେ ସବୁ ଜନ୍ମ ହେଇସାରିଲା ପରେ ଆମର ନାମକରଣ ହେଇଛି ରାମ ଶ୍ୟାମ ଦାମ ଗୋପାଳ ଗୋବିନ୍ଦ, କାହିଁକି? କିନ୍ତୁ ଠାକୁର ଅନୁକୂଳ ଚନ୍ଦ୍ର ଜନ୍ମ ହେଇନଥିଲେ, ତାଙ୍କ ବାପା ଜନ୍ମ ହେଇନଥିଲେ, ତାଙ୍କ ଗୁସାପ ଜନ୍ମ ହେଇନଥିଲେ, ତାଙ୍କ 14 ପୁରୁଷ ଜନ୍ମ ହେଇନଥିଲେ, ତାଙ୍କ ନାଁ ଦିଆ ସରିଥିଲା ଅନୁକୂଳ ଚନ୍ଦ୍ର। ଜାଣିଛନ୍ତି ଠାକୁରଙ୍କ 14 ପୁରୁଷ ଜନ୍ମ ହେଇନଥିଲେ, 14 ପୁରୁଷ, ତାଙ୍କ ନାଁ ଦିଆ ସରିଥିଲା ଅନୁକୂଳ। ଆଉ ସେ ଜନ୍ମ ହେଲା ପରେ ମାତା ମନମୋହନ ଦେବୀ ସେଇ ନାଁଟି ଦେଲେ ଅନୁକୂଳ। ଯୋଉମାନେ ଦେଇଥିଲେ ତାଙ୍କ 14 ପୁରୁଷ ଜନ୍ମ ହବା ପୂର୍ବରୁ ସେଇମାନଙ୍କ କଥାକୁ ରକ୍ଷା କରି ମାତା ମନମୋହନ ଦେବୀ ସେଇ ନାଁଟା ଦେଲେ ଅନୁକୂଳ। ଅକୁଳେ ପଡ଼ିଲେ ଦିନହୀନ ଜନେ ନୂଆ ଶିର କହିବ କଥା, ଜାଣିଛନ୍ତି ଆପଣ ମାନେ। କିନ୍ତୁ ଠାକୁରଙ୍କ ନାଁଟା ଦେଇଥିଲା କିଏ? 600 ବର୍ଷ ପୂର୍ବରୁ ଠାକୁରଙ୍କ 14 ପୁରୁଷ ଜନ୍ମ ହେଇନଥିଲେ, ତାଙ୍କ ନାଁ ଦିଆ ସରିଥିଲା। ଯୋଉଟାକୁ ଆଉ ଥରେ ରିଭ୍ୟୁ କଲେ ସେଇମାନଙ୍କୁ କଥାକୁ ରକ୍ଷା କରିବା ପାଇଁ ମାତା ମନମୋହନ ଦେବୀ ଅନୁକୂଳ ନାଁ ଦେଲେ। ଗୋସ୍ୱାମୀ ତୁଳସୀ ଦାସ ଯେ ରାମଚରିତ ମାନସର ସ୍ରଷ୍ଟା, ସେ ଦେଇଥିଲେ ଠାକୁରଙ୍କ ନାଁ ଅନୁକୂଳ। ଆଉ ଗୋସ୍ୱାମୀ ତୁଳସୀ ଦାସ ରାମଚରିତ ମାନସ କେବେ ଲେଖିଲେ ଆପଣ ମାନେ ବିଚାର କରିବେ, ଜାଣିବେ। ରାମଚରିତ ମାନସ ଗୋସ୍ୱାମୀ ତୁଳସୀ କେବେ ଲେଖିଥିଲେ? ସେତେବେଳେ ଠାକୁର ଜନ୍ମ ହେଇଥିଲେ, ଠାକୁର ବାପା ଜନ୍ମ ହେଇଥିଲେ, କୁସାପା ଜନ୍ମ ହେଇଥିଲେ। ଯେତେବେଳେ ତୁଳସୀ ଦାସ ରାମଚରିତ ମାନସ ଲେଖିଲେ, ସେଇ ତୁଳସୀ ଦାସ ତାଙ୍କ ନାଁଟା ଦେଇଥିଲେ ଭବହୁତାପ ଅନୁପମ ଶୁଭ ମୂଳା ମିଳହୁ ଜବ ସନ୍ଥ ହୋଇ ଅନୁକୂଳା। ମିଳହୁ ଜବ ସନ୍ଥ ହୋଇ ଅନୁକୂଳା। ମିଳହୁ ଜବ ସନ୍ଥ ହୋଇ ଅନୁକୂଳା। ଗୋସ୍ୱାମୀ ତୁଳସୀ ଲେଖିଲେ ଭବ ସଂସାରର ତ୍ରିତାପ ଜ୍ୱାଳାକୁ ଆଧ୍ୟାତ୍ମିକ, ଆଦି ଭୌତିକ, ଆଦି ଦୈବିକ ତ୍ରିତାପ ଜ୍ୱାଳା
এই ভব সংসারର ত্রিতাপ ଜ୍ୱାଳାକୁ ରାଘବ କରିବା ପାଇଁ ଅମୃତର ଭାଣ୍ଡ ଧରି ଘୋର କଳିରେ ଜଣେ ମହାନ ସନ୍ଥ ଆବିର୍ଭାବ ହେବେ। ନାମଟା ତାଙ୍କର ଅନୁକୂଳ। ଭବହୁଁ ତାପ ଅନୁପମ ସୁଖ ମୂଳା ମିଳହୁଁ ଜବ ସନ୍ଥ ହୋଇ ଅନୁକୂଳା। ତାହେଲେ ତାଙ୍କର ନାଁ କିଏ ଦେଇଥିଲେ? ତୁଳସୀଦାସ ଦେଇଥିଲେ। ଯେତେବେଳେ ଠାକୁରଙ୍କର 14 ପୁରୁଷଙ୍କର ଗନ୍ଧ ନଥିଲା, ତାଙ୍କ ନାଁ ଦିଆ ସରିଥିଲା ଅନୁକୂଳ ଚନ୍ଦ୍ର ରୂପରେ ଅମୃତର ଭାଣ୍ଡ ଧରି ଏ ବିଶ୍ୱର ଲୋକମାନଙ୍କର ତ୍ରିତାପ ଜ୍ୱାଳାକୁ ରାଘବ କରିବା ପାଇଁ ଆସିବେ। ଅନୁକୂଳ ଚନ୍ଦ୍ର ରୂପରେ ତୁଳସୀଦାସ ଦେଇଥିଲେ ତାଙ୍କ ନାଁ। ସେ ତୁଳସୀଦାସ କଥାଟାକୁ ମାତା ମନମୋହନ ଦେବୀ କାଟିଲେନି। ତୁଳସୀଦାସ କଣ କହିଯାଇଥିଲେ ନା ମାତା ମନମୋହନ ଦେବୀ କି ମୁଁ ଏଇଆ ନାଁ ଦେଇଛି, ତୁମର ଯୋଉ ପୁଅ ଜନ୍ମ ହବ ତା ନାଁଟା ତୁମେ ମୁଁ ଯାହା ଦେଇଛି ସେଇଆ ଦବ। ସେଇ ତୁଳସୀଦାସଙ୍କର କଥାକୁ ରକ୍ଷା କରି ଆଜି ମା ମନମୋହନ ଦେବୀ ପୁଅର ସେଇ ନାଁଟା ଦେଲେ। ଅକୁଳେ ପଡ଼ିଲେ ଦିନହୀନ ଜଣେ ଅନୁକୂଳ। ଖାଲି କଣ ତୁଳସୀଦାସ ତାଙ୍କ ନାଁ ଦେଇଥିଲେ ଅନୁକୂଳ? ଆପଣଙ୍କର ଯେତେ ମହାମନୀଷୀ ମାନେ ଅଛନ୍ତି, ଏ ବିଶ୍ୱର ଯେତେ ସାଧୁ ସନ୍ଥ ମୁନି ଋଷି ମାନେ ଅଛନ୍ତି, ସମସ୍ତେ କହିଥିଲେ ଘୋର କଳିରେ ସେଇ ନିରାକାର ସାକାର ହେଇ ଅନୁକୂଳ ଚନ୍ଦ୍ର ରୂପରେ ଆସିବେ। ସବୁ ସାଧୁ ସନ୍ଥ ମୁନି ଋଷି ମାନେ କଥା କହିଥିଲେ। ତୁଳସୀଦାସ ଗଲେ ଆଉ ଜଣେ ବ୍ୟକ୍ତିଙ୍କୁ ଆଣୁଛି, ସେ ହେଉଛନ୍ତି ପଞ୍ଚସଖାରୁ ଜଣେ। ଆମ ଓଡ଼ିଶାର ଗୋଟିଏ ମଠ ଥିଲା, ଯୋଉ ମଠରେ 5 ଜଣ ମହନ୍ତ ଥିଲେ, ଅଚ୍ୟୁତ ଅନନ୍ତ ଯଶୋବନ୍ତ ବଳରାମ ଜଗନ୍ନାଥ। ଏ ହେଲେ ପଞ୍ଚସଖା। এই ପଞ୍ଚସଖାଙ୍କ ମଧ୍ୟରୁ ନେମାଳ ମଠର ମହନ୍ତ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ। ମୁଁ ପ୍ରସଙ୍ଗ ଅନ୍ୟ ଆଡ଼ିକି ନେଇଥାନ୍ତି, ବିଘ୍ନେଶ ତା କହିଲେ ନାଇଁ ଟିକେ ସେଟାକୁ କହିବେ। ଏଗୁଡା ତ ମୁଁ ଟିଭିରେ ଅନେକ ଥର କହିଛି। ଏଇଟି ଆପଣଙ୍କର ମହାପୁରୁଷ ଅଚ୍ୟୁତ କହିଲେ। କେବେ କହିଲେ? 600 ବର୍ଷ ତଳେ। ଠାକୁରଙ୍କର ଗନ୍ଧ ବି ସେତେବେଳେ ଥିଲାନି। ତାଙ୍କ ବାପ ଗୋସାବ କାହାରି ଗନ୍ଧ ଥିଲାନି ଠାକୁରଙ୍କର। ଗୋସ୍ୱାମୀ ଏ ମହାପୁରୁଷ ଅଚ୍ୟୁତ ତାଳ ପୋଥିରେ ଲେଖିଥିଲେ 608 ବର୍ଷ ତଳେ। କଣ ଲେଖିଥିଲେ? କହିଲେ ଲୀଳା ଚାଲିଥିବ କୀର୍ତ୍ତି ରହିଥିବ, ଅନୁକୂଳ ନାମ ଧରିବ ଉଡ଼ଲ ଅନୁକୂଳ ନାମ ଧରି ଦେଶ ବିଦେଶରୁ ଭକ୍ତ ଆସିବେ ସତସଙ୍ଗ ଆଶା କରି। ସତସଙ୍ଗ ଆଶା କରିବ ବହୁଳ ସତସଙ୍ଗ ଆଶା କରି ଦେଶ ବିଦେଶରୁ ଭକ୍ତ ଆସିବେ ସତସଙ୍ଗ ଆଶା କରି। ମହାପୁରୁଷ ଅଚ୍ୟୁତ ଲେଖିଲେ ଲୀଳା ଚାଲିଥିବ କୀର୍ତ୍ତି ରହିଥିବ ଅନୁକୂଳ ନାମ ଧରି। ଅନୁକୂଳ ନାମ ଧରି ଏ କଥା ଅଚ୍ୟୁତ ବି କହିଲେ। ତୁଳସୀଦାସ ଯାହା ଲେଖିଥିଲେ ଅଚ୍ୟୁତ ସେଇ କଥା କହିଲେ। ଲୀଳା ଚାଲିଥିବ କୀର୍ତ୍ତି ରହିଥିବ ଅନୁକୂଳ ନାମ ଧରି ଦେଶ ବିଦେଶରୁ ଭକ୍ତ ଆସିବେ। ଇଏ ସତ୍ସଙ୍ଗ ଓଡ଼ିଶାର ନୁହେଁ, ଇଏ ସତ୍ସଙ୍ଗ ଭାରତର ନୁହେଁ। ଇଂଲଣ୍ଡ, ଫ୍ରାନ୍ସ, ଆମେରିକା, ଜାପାନ 108ଟା କଣ୍ଟ୍ରିରେ 108ଟା ଦେଶରେ ଏ ପୃଥିବୀରେ ଇଏ ସତ୍ସଙ୍ଗର ପ୍ଲାବନ। ଯୋଉଟା ମହାପୁରୁଷ ଅଚ୍ୟୁତ ଲେଖିଥିଲେ ଦେଶ ବିଦେଶରୁ ଭକ୍ତ ଆସିବେ ଏଇ ସତ୍ସଙ୍ଗକୁ ଆଶ୍ରୟ କରି। ତାହେଲେ ତାଙ୍କ ନାଁଟା କିଏ ଦେଲେ? ମହାପୁରୁଷ ଅଚ୍ୟୁତ ଦେଲେ। କହିଲେ ଅନୁକୂଳ ନାମରେ ଆସିବେ। ବିଶ୍ୱ ବ୍ରହ୍ମାଣ୍ଡର ମାଲିକ ଅନୁକୂଳ ନାମକୁ ଧାରଣ କରିକି ଏ କଥା ଅଚ୍ୟୁତ ଲେଖିଲେ। ପୁଣି ଅନେକ ମହାପୁରୁଷ ଅଚ୍ୟୁତ ଲେଖିଛନ୍ତି ଠାକୁରଙ୍କ ସମ୍ପର୍କରେ। ଆଉ ମଧ୍ୟ କହିଲେ ସତ ନାମ ଗୋଟି। ଏଇ ଯେ ଆମେ କହୁଛେ ଦାଦା ଅଛନ୍ତି, ଆମେ ସତ୍ସଙ୍ଗ କେମିତି ଲାଗିଲା? ନା ବହୁତ ବଢିଆ ଲାଗିଲା। ଠାକୁରଙ୍କ କଥା କେମିତି ଲାଗିଲା? ନା ବହୁତ ବଢିଆ ଲାଗିଲା। ତାହେଲେ ଇଏ ସତନାମଟା ଗ୍ରହଣ କର, ଏ କଥା କହନ୍ତିନି? ସତନାମ
ये सतनाम शब्द किए कहला सत्संग ठाकुर नहीं कि केबे ठारू महापुरुष अच्छी तो कहते ठाकुर से मंत्रटा को सतनाम बोली कहले सतनाम बटी उचारी बोलिबे ये भगतंग है बमेरो बहुड़ल भगतंग है बमेरो अब शून्य अच्युति ठाई देखिब जुग पुरुष खेल महापुरुष अच्युत लिखिले सत नाम गोटी उचारी बोलिबे भगतंग हेब मेल ये शून्य अच्युति ठाई देखिब जुग पुरुषंक खेल रामचंद्र हेले मर्यादा पुरुषोत्तम श्रीकृष्ण हेले लीला पुरुषोत्तम ठाकुर होती जुग पुरुषोत्तम ठाकुर जुग पुरुषोत्तम बोलिकी ये डेजेनेशन किए देला ठाकुर जन्म हबार अनेक दिन पूर्व ठाकुर आसिले मात्र 138 वर्ष है 138 वर्ष चली 608 वर्ष पूर्व ठाकुर गंध भी फेलानी जुग पुरुष बोली कि महापुरुष अच्छी तो डेजिनेशन देखिले कहले शून्य अच्युति थाई न देखिब जुग पुरुषंक खेल दया करी से आज आसीଛନ୍ତି समस्त साधु सन्थ मुनि ऋषि मानकर कथा को रक्षा करी समस्त पुराण पोथी वेद उपनिषद गीता भागवतर कथा को रक्षा करी दया करी आज मालिक आसଛନ୍ତି से होଛନ୍ତି विश्व ब्रह्मांडर मालिक से होଛନ୍ତି सृष्टिर स्रष्टा आमको उद्धार करने धर्म जखन विपाक भावने व्यर्थ थे धाई तखन प्रेरित आविर्भाव हन पापी परित्राण पाए आमको परित्राण करने पापी मान को रक्षा करने उद्धार करने से पापी भितर थिबा पापत्व ताको विनाश करने पापी की विनाश हुए भीतर थी पाप को विनाश करने से दया कर घर पड़ी आज पंच महाजीवन समस्या जहाँ श्री श्री ठाकुर गोटे परिवार नहीं आसिले कहले ये घर कली सुदर्शन चक्र ना काम कर ठाकुर कहते कृष्ण प्रसन्न भट्टाचार्य कहला रे जदि देखी ना तू भी बाद पड़बुनि बाछिले तो कमल जाक बाड़ जदि बाछिनी और कमल रही कौन ठाकुर कहते केष्टदा भली भक्त को कहले तू भी बाद पड़बुनि मुझे देखी तेणु से दयाक आसी आमको उद्धार करने श्री श्री ठाकुर होती मालिक से अंतर्जामी ये प्रसंग गोटे कथा कहि ठाकुर अनुकूल चंद्र ठाकुर प्रकृतर किए से कौन अंतर्जामी मु जगन्नाथ को पूजा करखंडी पूजा करिणी की पूजा करिणी पाखे मो झील बाहागर हो माँ तारिणी सोना सीता मानसिक करुच्ची मो झील बाहागर होगा सोना सीता लेकिन तारिणी की दौची हे कालिया शांत बलियार भोज महाबाहु जगन्नाथ महाप्रभु मो पुअर चाकरीटा होगा तो 22 पाबछरे 108 नड़िया पिटिमी पुअर चाकरी हो नड़िया पिटा हो 22 पाबछरे ठाकुर अनुकूल चंद्र कौन ताई से कौन अंतर्जामी लोकर डाक कौन कान बाजे आसुत प्रसंग गोटे कथा कह ठाकुर संपर्क ठाकुर अनुकूल चंद्र किए कोटी कोटी टंकार संपत्ति छाड़ी श्री श्री ठाकुर पादनाश्रम को छाड़ी पड़े आसिले के ना देवघर 1946 मसीहा सेप्टेम्बर 2 तारीख आगमनी उत्सव एथर जो मैंने जाइए देखी कि आश्चर्य से लक्ष लक्ष लोकर समागम लोक संख्या बढ़ी जाऊ जी जो टेंट अच्छी टेंट गेट चाबी दिगला आ लोक छड़ा गलानी केते लोक हो गले ठाकुर आसिक पहुंचले देवघर जो कि आज देवघर आश्रम बढ़ी उठी
ସେଠି ବାଘ ଭାଲୁ ସବୁ ରହୁଥିଲେ। ବଣ ଜଙ୍ଗଲ ପାହାଡ ଥିଲା। କାଟିକି ଆଶ୍ରମ ତିଆରି କରାଗଲା। ଧୀରେ 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 ଲୋକମାନେ ସବୁ ତାଙ୍କୁ ଦର୍ଶନ ପ୍ରଣାମ କରିବା ପାଇଁ ଚାଲିଲେ। କହିଲେ କିଏ ଜଣେ ମଣିଷର ଭଗବାନ ଆସି, ମଣିଷ ଭଗବାନ ଦେଓଘରେ ଆଶ୍ରମ କରିଛନ୍ତି। ସେ ମଣିଷ ଭଗବାନଙ୍କୁ ଦେଖିବା ପାଇଁ ଧୀରେ ଧୀରେ ଲୋକମାନଙ୍କର ଲାଇନ ଲାଗିଲା। ଯେତେବେଳେ ଧୀରେ ଧୀରେ ଲୋକମାନଙ୍କର ଭିଡ ହେଲା ସେ ମଣିଷ ଭଗବାନଙ୍କୁ ଦର୍ଶନ କରିବା ପାଇଁ, ଗୋଟେ ସୁନପାମ୍ପୁଡି ବାଲା ଚିନ୍ତା କଲା ଏଇଠି ଯଦି ମୁଁ ବେପାର କରିବି ତାହେଲେ ମୁଁ 2 ପଇସା ପାଇବି। ଲୋକ କେଦେରି ହଉଛନ୍ତି। ଆଉ ଏଠିକି ଯୋଉ ଲୋକ ଆସୁଛନ୍ତି ତାକୁ ଦର୍ଶନ କରିବା ପାଇଁ ସବୁ ହାଇ ଫାଇ ଲୋକ, ଯାଇତାଇ ଲୋକ ନୁହେଁ। ଏଇଠି ବେପାର ଠିକ ହବ। ସୁନପାମ୍ପୁଡି ବାଲାଟି ଆସିକି ପ୍ରତ୍ୟେକ ଦିନ ସେଇ ସତ୍ସଙ୍ଗ ଗେଟ୍ ଆଗରେ ତାର ଘଣ୍ଟି ବଜେଇକି ସୁନପାମ୍ପୁଡି ବିକିବା ଆରମ୍ଭ କଲା। କାରବାରୀ ଭଲ ହେଲା। କିନ୍ତୁ ତାର ବିଶ୍ୱାସ ହଉନି ମୋରି ଭଳି ଜଣେ ମଣିଷ, ମୋର ଯେମିତି ପୁଅ ଝିଅ ସଂସାର ଅଛି ତାଙ୍କର ବି ସେମିତି ଅଛି। ଏଇ ମଣିଷଟାକୁ କଣ ଭଗବାନ କହିକି ଏତେ ଲୋକ ତାଙ୍କ ପାଖକୁ ଆସୁଛନ୍ତି? ଭାବୁଛି ଏଇ କଥା କିଏ? ସୁନପାମ୍ପୁଡି ବାଲା କିଛି ଲୋକଙ୍କୁ ଡାକିଲା, କହିଲା ଏଠିକି ତୁମେ କାହିଁକି ଆସ? ଫୁଙ୍ଗୁଳା ଦେହରେ ଗୋଟେ ଖଟ ଉପରେ ବସିଛି ମୋରି ଭଳି ଜଣେ ମଣିଷ, ତୁମେ ତାକୁ କଣ ଭଗବାନ କହୁଛ? କିନ୍ତୁ ଯଦି ଭଗବାନଙ୍କୁ ଦର୍ଶନ କରିବ ଟିକେ ଆଗକୁ ପଳେଇ ଯାଉନ, 2 କିଲୋମିଟର ଦୂର ବୈଦ୍ୟନାଥ ଧାମ। ବାବା ବୈଦ୍ୟନାଥଙ୍କୁ ଦର୍ଶନ କରିବ, ପ୍ରଣାମ କରିବ, ଯାହା ମନରେ ଅଛି ମନାସିକି ମାନସିକ କରିବ, କାର୍ଯ୍ୟ ସିଦ୍ଧି ହବ। ଏଠି ଗୋଟେ ମଣିଷ ପାଖକୁ କଣ ତୁମେ ଆସ କହୁଛ ଭଗବାନ? ଆଜ୍ଞା ଯିଏ ଯାହା କହିଲେ ସୁନପାମ୍ପୁଡି ବାଲା କଥା କେହି ଶୁଣିଲେନି। ବର୍ତ୍ତମାନ ଯଦି ନିଜେ ସ୍ୱୟଂ ଆଚାର୍ଯ୍ୟ ଦେବ କୁହନ୍ତି ଆଉ କେହି ଦୀକ୍ଷା ନିଅନି, ସତ୍ସଙ୍ଗକୁ ଯାଅନି, ଇଷ୍ଟଭୂତି କର ନାହିଁ, ମୁଁ ମାନିବି? ମୁଁ ମାନିବି ନା। ଆଚାର୍ଯ୍ୟ ଦେବ କହିଲେ ବି ଏ କଥା କେହି ମାନିବେନି। ନିଜେ ସ୍ୱୟଂ ଠାକୁର ଯଦି ଆସିକି କହିବେ ଆଉ କେହି ଦୀକ୍ଷା ନିଅ ନା, ସତ୍ସଙ୍ଗକୁ ଯାଅ ନା, ଇଷ୍ଟଭୂତି କର ନା, ତାକୁ ବି ଲୋକ ମାନିବେ ନାହିଁ। ଏଇଭଳି ସ୍ତରରେ ଆଜି ଆମେ ମାନେ ସତ୍ସଙ୍ଗରେ ପହଞ୍ଚିଛନ୍ତି। ଇଏ ସୁନପାମ୍ପୁଡି ବାଲା କଥା କିଏ ଶୁଣିବ? ଯାଉଛନ୍ତି ଯାଆନ୍ତୁ, ମୋର ତ 2 ପଇସା ବେପାର ହଉଛି, ଅସୁବିଧା କଣ? ଇଏ ତାର ପ୍ରତ୍ୟେକ ଦିନ ବେପାର କରେ। ଦିନକର ଘଟଣା, ବିଚରା ସୁନପାମ୍ପୁଡି ବାଲାଟି ସେଦିନ ଅକଳରେ ପଡିଗଲା। ଇଏ ମାନେ ଏବେ ସିନା ଦେଓଘର ଆଶ୍ରମରେ ଦିନ ରାତି 24 ଘଣ୍ଟା ଚାଲିଛି, ଲୋକ ଯିବା ଆସିବା, ଗାଡି ଘୋଡା ଚାଲିଛି। ଆଜ୍ଞା ସେତେବେଳେ ସନ୍ଧ୍ୟା ହେଲା ବେଳକୁ ଆଜ୍ଞା ଜନଶୂନ୍ୟ। ସନ୍ଧ୍ୟା ହେଲା ପରେ ଦେଓଘରର ବର୍ତ୍ତମାନ ଆଶ୍ରମ, ସେତେବେଳେ ଆଜ୍ଞା ଜନଶୂନ୍ୟ, ଆଉ କେହି ଲୋକ ଜଣେ ଦେଖା ହଉଛନ୍ତି। ବାଘ ଭାଲୁକୁ ଭୟ। ସନ୍ଧ୍ୟା ହେଇଗଲା, ସୁନପାମ୍ପୁଡି ବାଲା ଦେଖିଲା ତାର କିଛି ସୁନପାମ୍ପୁଡି ବଳି ପଡିଛି, ବିକ୍ରି ହେଇନି। କଣ କରିବି? ଇଏ ସୁନପାମ୍ପୁଡି ଯଦି ଘରକୁ ନେଇଯିବି ପିଲା ଛୁଆ ଖାଇଦେବେ, ଖାଇଦେଲା ପରେ ବେପାର ଲସ୍ ହେଇଯିବ। କଣ କରିବି? ମୁଁ ଦେଖେନି ଓଜନ କରିକି କେତେ ଅଛି। ଆଜ୍ଞା ଓଜନ କଲା, ଓଜନ କଲା ବେଳକୁ ତାର ବଳକା ସୁନପାମ୍ପୁଡି 350 ଗ୍ରାମ ଅଛି। 350 ଗ୍ରାମ ସୁନପାମ୍ପୁଡି ରହିଲା। କଣ କରିବି? ଘରକୁ ନେଲେ ପିଲା ଛୁଆ ଖାଇବେ, ବେପାର ଲସ୍ ହେଇଯିବ। ଏତିକି ବେଳେ ମନେ ପଡିଲା ମଣିଷ ଭଗବାନ ଠାକୁର ଅନୁକୂଳ ଚନ୍ଦ୍ରଙ୍କ କଥା। କାରଣ ବହୁତ ଲୋକ ଆସୁଛନ୍ତି। ଆଜି ମୁଁ ତାଙ୍କୁ ଟିକେ ଟେଷ୍ଟ କରିବି, ପରୀକ୍ଷା କରିବି। ଇଏ ମୋରି ଭଳି ଜଣେ ମଣିଷ ନା ଇଏ ହଉଛନ୍ତି ବିଶ୍ୱ ବ୍ରହ୍ମାଣ୍ଡର ମାଲିକ ଠାକୁର ଭଗବାନ, ଯାହା ସବୁ ଲୋକମାନେ କହୁଛନ୍ତି। ଆଜ୍ଞା କଛା ମାରିଦେଲା, ମୁହଁ ହାତ ଧୋଇ ପକେଇଲା, ହାତ ଯୋଡିଲା, କହିଲା ହେ ଠାକୁର ଅନୁକୂଳ ଚନ୍ଦ୍ର, ଯଦି ତୁମେ ପ୍ରକୃତରେ ଭଗବାନ ହେଇଥିବ, ଯଦି ତୁମେ ପ୍ରକୃତର ବିଶ୍ୱ ବ୍ରହ୍ମାଣ୍ଡର ମାଲିକ ହେଇଥିବ, କିଏ ସୃଷ୍ଟିର ସ୍ରଷ୍ଟା ହେଇଥିବ, ମୁଁ ଘର ଧରିଲା ବେଳକୁ ଯେମିତି 350 ଗ୍ରାମ ସୁନପାମ୍ପୁଡି ମୋର ବିକ୍ରି ହେଇଯିବ। ଏଇ ମାନସିକଟା କର। ଆମେ ସବୁ ମାନସିକ ଏବେ ବି କରନ୍ତି। ଆଖଣ୍ଡଳମଣିକୁ, ଜଗନ୍ନାଥଙ୍କୁ, ତାରିଣୀକି ମାନସିକ କରନ୍ତି। ତାର ସେଇ ମେଣ୍ଟାଲିଟି। ମାନସିକ କରିଦେଲା ଠାକୁରଙ୍କୁ, ମାନସିକ କରିଦେଲା, କରିଦେଇକି ତା ଯନ୍ତ୍ରପାତି ଧରିଲା, ଘଣ୍ଟିଟା ବଜେଇ ବଜେଇକି ଘରକୁ ଗଲା। ଠାକୁର ସିନା ମାନସିକ କରିଦେବି, ମୁଁ ଘଣ୍ଟି ବଜେଇ ବଜେଇକି ନ ଗଲେ ଲୋକ ଜାଣିବେ କେମିତି ସୁନପାମ୍ପୁଡି ବାଲା ଯାଉଛି ବୋଲି। ଘଣ୍ଟି ବଜେଇ ବଜେଇକି ସୁନପାମ୍ପୁଡି ବାଲା ଚାଲିଛି ଘରକୁ।
ଏତିକି ବେଳେ ଠାକୁର ଅଛନ୍ତି ଭକ୍ତମାନଙ୍କ ମେଳରେ ଠାକୁର ଅଛନ୍ତି। ଏତିକି ବେଳେ ଠାକୁର କହୁଛନ୍ତି ଆମେ ସୁନ ପାମ୍ପୁଡ଼ି ଖାବୁ, ଆମେ ସୁନ ପାମ୍ପୁଡ଼ି ଖାବୁ। ଚିନ୍ତା କଲେ ହଠାତ୍ ସୁନ ପାମ୍ପୁଡ଼ି କୋଉଠୁ ମିଳିବ? ପୁଣି ଆସିଲେ ତ ଠାକୁରଙ୍କ ପାଖରେ ଭୋଗ ନିବେଦନ ହବ। ଠାକୁର ଏକଦମ ଅସମ୍ଭାଳ। ସେଠୁ ଦି ଜଣ ପାର୍ଷଦ ଠାକୁରଙ୍କ ପାଖରେ ବସିଥିଲେ, ଉଠିଗଲେ, କହିଲେ ପ୍ରତ୍ୟେକ ଦିନ ଗେଟ୍ ପାଖରେ ସୁନ ପାମ୍ପୁଡ଼ି ତାଲା ଆସିକି ବିକ୍ରି କରେ, ଦେଖିବା ଚାଲ। ଯାଇକି ଦେଖିଲା ବେଳକୁ ଆଜ୍ଞା ସେ ସୁନ ପାମ୍ପୁଡ଼ି ବାଲା ସେଠି ନାହିଁ। ପଚାରିଲେ, କହିଲେ ହଁ ସେ ବିକୁଥିଲା, କିନ୍ତୁ ସେ ଏବେ ଘରକୁ ପଳେଇଲା, ଘଣ୍ଟି ବଜେଇ ବଜେଇକି ଯାଉଛି, ଦେଖ ତ। ଆଜ୍ଞା ଇଏ ଦି ଜଣ ଧାଇଁଲେ, ଦେଖିଲା ବେଳକୁ ଘଣ୍ଟି ଶବ୍ଦ ଶୁଭିଲା, ତାକୁ ଅଟକେଇଲେ, କହିଲେ ଭାଇ ସୁନ ପାମ୍ପୁଡ଼ି ଅଛି ନା? ହଁ ଅଛି। ହଁ ଅଛି ଯେ ବେଶୀ ନାହିଁ, ଅଛି ଯେ ବେଶୀ ନାହିଁ। ନା ଆମର 350 ଗ୍ରାମ ସୁନ ପାମ୍ପୁଡ଼ି ଦରକାର। ସୁନ ପାମ୍ପୁଡ଼ି ବାଲା କହିଲା ମୋ ପାଖରେ ତ ସେଇ 350 ଗ୍ରାମ ସୁନ ପାମ୍ପୁଡ଼ି ଅଛି। ଆଶ୍ଚର୍ଯ୍ୟ ହେଇଗଲା ସୁନ ପାମ୍ପୁଡ଼ି ବାଲା, କହିଲା ତୁମର 350 ଦରକାର, ମୋ ପାଖରେ ଅଛି 350 ଗ୍ରାମ। ଆଚ୍ଛା 350 ଗ୍ରାମ କଣ କରିବ? ନା ଠାକୁର ପଠେଇଛନ୍ତି ଆଶ୍ରମରୁ, ଠାକୁର ପଠେଇଛନ୍ତି, ଠାକୁର ଅନୁକୂଳ ଚନ୍ଦ୍ର ପଠେଇଛନ୍ତି 350 ଗ୍ରାମ ସୁନ ପାମ୍ପୁଡ଼ି ସେ କହିଛନ୍ତି ନେବା ପାଇଁ। ନେଲେ ତାଙ୍କ ପାଖରେ ଭୋଗ ଲାଗିବ। ଆଜ୍ଞା 350 ଗ୍ରାମ ସୁନ ପାମ୍ପୁଡ଼ି ତାଙ୍କ ହାତରେ ଦେଲା, ପଇସା ନେଲାନି, ଘରକୁ ଗଲାନି, ଭୋ ଭୋଇ କାନ୍ଦୁଛି। ଚାଲିଲା ଠାକୁର ପାଖକୁ। ଠାକୁର ପାଖରେ ଯାଇ ଠାକୁର ପାଦ ତଳେ ପଡ଼ିଯାଇଛି, କହିଲେ ଠାକୁର ମତେ କ୍ଷମା କର, ମୁଁ ଆପଣମାନଙ୍କୁ ଆପଣଙ୍କ ବିରୁଦ୍ଧରେ ଅନେକ କଥା କହିଛି, ଆପଣଙ୍କୁ ମୁଁ ବିଶ୍ୱାସ କରୁନଥିଲି। ବାସ୍ତବିକ ଆପଣ ହେଉଛନ୍ତି ଅନ୍ତର୍ଯାମୀ ବିଶ୍ୱ ବ୍ରହ୍ମାଣ୍ଡର ମାଲିକ। ସାଉଣ୍ଡ ଅଫ ୟୁର କଲ୍ ମଷ୍ଟ ରିଚ୍ ମି ବିକଜ ଆଇ ଏମ୍ ସାଉଣ୍ଡ। ତୁମମାନଙ୍କର ପ୍ରାର୍ଥନା, ତୁମମାନଙ୍କର ଡାକ ନିଶ୍ଚିତ ଭାବରେ ମୋ କାନରେ ବାଜିବ, ବିକଜ ଆଇ ଏମ୍ ସାଉଣ୍ଡ। ଠାକୁର କହିଲେ ମୁଁ ହେଉଛି ଶବ୍ଦ ବ୍ରହ୍ମ। ଏ ହେଉଛନ୍ତି ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର। ତେଣୁ ଯେତେବେଳେ ମଣିଷ ଆଜ୍ଞା ନିଷ୍ଠାର ସହିତ ସେଇ ତାଙ୍କର କଥା ଗୁଡ଼ିକ ଆମେ ମାନିକି ଚାଲିବା, ସେଇ ଜଗନ୍ନାଥ ନିଷ୍ଠପତି ସୁସ୍ଥଇନି ସଦାଚାରକୁ ପରିପାଳନ କରିବା ଭିତର ଦେଇ, ସେଇ ମନ୍ତ୍ରକୁ ଜପ କରିବା ଭିତର ଦେଇ, ଆଉ ଜୀବନ୍ତ ଦେବତା ମୋର ବାପା ମା ସ୍ୱାମୀ ଶାଶୁ ଶ୍ୱଶୁର, ଆଜି ନୂଆ ବୋହୂ ଆସିଛି, ଆଉ ସେ ପ୍ରସଙ୍ଗକୁ ଯାଇପାରୁନାହିଁ। ଠାକୁର କହିଲେ ମା ମାନଙ୍କୁ କହୁଛନ୍ତି ଯଦି ତୁମେ ତୁମ ସ୍ୱାମୀର ମଙ୍ଗଳ ଚାହ, ତୁମର ସ୍ୱାମୀ ଯାହାଙ୍କ ଠାରୁ ଉଦ୍ଭବ, ସେମାନେ ହେଲେ ତୁମର ଶାଶୁ ଆଉ ଶ୍ୱଶୁର, ସେମାନଙ୍କ ସେବାରୁ କେବେ ବିମୁଖ ହୁଅ ନା। ତେବେ ଯାଇକି ଶାଶୁ ଶ୍ୱଶୁରଙ୍କର ସେବା କଲେ। ସ୍ୱାମୀ ଯେ ତୋହର ପୂଜାସୀ, ଶାଶୁ ଯେ ତୋହର ପୂଜାସୀ, ଘାସନ ସର୍ବସମ୍ପତ୍ତିର ଖଣି, ଶାଶୁ ଯେ ସ୍ୱାମୀର ପୂଜା ସିଂହାସନ, ସର୍ବଦେବତାର ଖଣି। ତେଣୁ ସ୍ୱାମୀ ଶାଶୁ ଶ୍ୱଶୁର ଏମାନେ ହେଉଛନ୍ତି ଜୀବନ୍ତ ଦେବତା। ସେଇ ସ୍ୱାମୀ ଶାଶୁ ଶ୍ୱଶୁର ଏଇମାନଙ୍କୁ ସେବା ଭକ୍ତି କରିବା ଭିତର ଦେଇ, ତାଙ୍କୁ ଶ୍ରଦ୍ଧା କରିବା ଭିତର ଦେଇ, ସେଇ ମା ଗର୍ଭରେ ଗୋଟେ ଶୁଦ୍ଧ ଆତ୍ମା ସ୍ଥାନ ପାଏ। ଠାକୁର କହିଲେ ଆମେ ଶୁଦ୍ଧ ଆତ୍ମା ଚାଇ। ତେଣୁ ଠାକୁର ଗୋଟେ ବାଣି ଦେଲେ, ଗୋଟେ ଝିଅ ଗୋଟେ ପୁଅକୁ ବିବାହ କରେ କାହିଁକି? ଦୁଇଟି କାରଣ ପାଇଁ। ସେ ଦୁଇଟି କାରଣ କଣ? ନା ଉନ୍ନୟନେ ଚଳି ଚଳାଇ ସୁସନ୍ତାନର ହେବାକୁ ମା, ଏହା ହିଁ ଅଟେ ବିବାହ ଅର୍ଥ। ଏଥିପାଇଁ ହିନ୍ଦୁ ପରିବାର ଜୟ।